ଅଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନ। ଜୟ ଜଗନ୍ନାଥ ବନ୍ଧୁ, ବେଷ୍ଟ ହାପି ଲାଇଫ ଚ୍ୟାନେଲ କୁ ଆପଣ ମାନଙ୍କୁ ସ୍ୱାଗତ। ଆଜି ବନ୍ଧୁ ଆମେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବା, ଯୋଉଟା କି ଆପଣଙ୍କର ଅଭାବ ଅନଟନ ଲାଗି ରହୁଛି। ଆପଣ ଇନକମ ତ କରୁଛନ୍ତି, ଆପଣଙ୍କ ପାଖକୁ ଟଙ୍କା ତ ଆସୁଛି, କିନ୍ତୁ ଠିକ ଟାଇମ ବେଳକୁ ଆପଣଙ୍କ ପାଖରେ ଟଙ୍କା ନଥିବ, ଆପଣଙ୍କ ପାଖରେ ଅଭାବ ଅନଟନ ପ୍ରାୟ ଟାଇମ ଲାଗି ରହୁଥିବ। ଯେତେ ଇନକମ କଲେ ବି ଆପଣଙ୍କୁ ସେ ଠିକ ଲାଗୁନଥିବ, ଆପଣଙ୍କର ଯେତିକି ଟଙ୍କା ଦରକାର ସେତିକି ହେଇପାରୁନଥିବ। କଣ ପାଇଁ ଏମିତି ପ୍ରୋବ୍ଲେମ ହୁଏ? କଣ ପାଇଁ ଟଙ୍କା ଇନକମ କଲା ପରେ ମଧ୍ୟ ଆପଣଙ୍କ ଜୀବନରେ ଦୁଃଖ ଦରିଦ୍ର ଅଭାବ ଅନଟନ ସବୁବେଳେ ଲାଗିଥାଏ? ସେ ଆପଣଙ୍କର ହଉଛି ଲକ୍ଷ୍ମୀ ଛଡା ଯୋଗ। ଲକ୍ଷ୍ମୀ ଛଡା ଯୋଗ ଯଦି ଆପଣଙ୍କ ଲାଗେ ନା, ତାହେଲେ ଆପଣ ଯେତେ ଇନକମ କଲେ ବି ଆପଣଙ୍କୁ ନିଅଣ୍ଟ ପଡିଥାଏ। ଆପଣ ଜାଣିଛନ୍ତି ଜଗତର ନାଥ ଜଗନ୍ନାଥ ବି ଦିନେ ଲକ୍ଷ୍ମୀ ଛଡା ଯୋଗରେ ପୀଡିତ ଥିଲେ। କିଛି ଭୁଲ ତ ଆମର କର୍ମ ନେଇକିରି ଆସିଥାଏ, ଆଉ କିଛି ଭୁଲ ଆମେ ଜଣା ଅଜଣତାରେ କରିଥାନ୍ତି। ଅଜାଣତରେ ଭୁଲ ତ କ୍ଷମା ଯୋଗ୍ୟ ହୋଇଥାଏ। ଯଦି ଆପଣ ଜାଣିକିରି ସେ ଭୁଲକୁ ବାରମ୍ବାର କରୁଛନ୍ତି, ତାହେଲେ ନିଶ୍ଚିତ ତାର ଫଳସ୍ୱରୂପ ତାକୁ କଷ୍ଟକୁ ଭୋଗିବାକୁ ପଡିଥାଏ। ଦେଖନ୍ତୁ, ଯେମିତି ଛୋଟ ଛୋଟ କଥା ଆପଣ ମାନେ ଜାଣିଥିବେ, ଯଦି ସ୍ତ୍ରୀ ଲୋକମାନଙ୍କ ସହିତ ନିଜ ସ୍ତ୍ରୀ ସହିତ ଯଦି ଆପଣ ସବୁବେଳେ ଝଗଡା କରୁଛନ୍ତି, ତାହେଲେ ଆପଣଙ୍କୁ କେବେ ବି ଆପଣଙ୍କର ସବୁବେଳେ ଅଭାବ ଅନଟନ ଲାଗି ରହୁଥିବ। କାହିଁକି ନା ଘରର ସ୍ତ୍ରୀକୁ, ଘରର ମହିଳା ମାନଙ୍କୁ ଲକ୍ଷ୍ମୀ ବୋଲି ମାନନ୍ତି। ତେଣୁକରି ଘରର ସ୍ତ୍ରୀ ସହିତ ଯଦି ଝଗଡା କରୁଛନ୍ତି, କିମ୍ବା କୌଣସି ମହିଳା ସହିତ ଯଦି ଘରେ ଆପଣ ଝଗଡା କରୁଛନ୍ତି, କିମ୍ବା ଆପଣ ନିର୍ଯାତନା ଦଉଛନ୍ତି, ତାହେଲେ ଆପଣ ସବୁବେଳେ ଅଭାବ ଅନଟନ ଲାଗି ରହୁଥାଏ। ତା ସହିତ ଆପଣଙ୍କର ରହିଲା ଗୁର ଶୁକ୍ର ଯୋଗ। ଗୁର ଶୁକ୍ର ଯୋଗ କଣ ବନ୍ଧୁ? ନା ଆପଣଙ୍କର ଲେଡିଜ ଯୋଉ ମହିଳା ରହିଲେ ନା, ସ୍ତ୍ରୀ ଲୋକ ମାନଙ୍କର, ତାଙ୍କର ହଉଛନ୍ତି ବୃହସ୍ପତି। ତାଙ୍କର ରହୁଛନ୍ତି ବୃହସ୍ପତି, ଆଉ ପୁରୁଷଙ୍କର ହଉଛନ୍ତି ଶୁକ୍ରଦେବ, ଶୁକ୍ର ଗ୍ରହ। ଗୁର ଶୁକ୍ର ଆସେ, ବୃହସ୍ପତି ଏବଂ ଶୁକ୍ରର ଯୋଗ ଯୋଉଠିକି ପହଞ୍ଚେ ନା, ତାକୁ ଲକ୍ଷ୍ମୀ ଯୋଗ କୁହନ୍ତି। ମୁଁ କହିବାର ମାନେ ହେଲା, ଆପଣ ଦେଖିଥିବେ ଯୋଉ ଜାଗାରେ, ଯୋଉ ଘରେ ସ୍ତ୍ରୀ ଲୋକ ତାଙ୍କ ସ୍ୱାମୀଙ୍କ ପାଦ ସେବା କରନ୍ତି ନା, ସେ ଜାଗାରେ ଲକ୍ଷ୍ମୀ ବାସ କରନ୍ତି। ସେ ଜାଗାରେ କେବେ ବି ଅଭାବ ଅନଟନ ହୋଇନଥାଏ। ତ ଦେଖିଥିବେ ବହୁତ ଜାଗାରେ, ତା ମାନେ ନୁହଁ ଯେ ସ୍ତ୍ରୀ ମାନଙ୍କ ଦେହ ଖରାପ ହେଲେ ସ୍ୱାମୀ ମାନେ କିଛି କରିବେନି, ସେମିତି ନୁହଁ। କିନ୍ତୁ ଯେତେବେଳେ ସେବା କରନ୍ତି, ସେଠି ଗୁର ଶୁକ୍ର ମାନେ ଆପଣଙ୍କର ବୃହସ୍ପତି ଆଉ ଶୁକ୍ର ଗ୍ରହ ଜଡିତ ହବା ଫଳରେ ଆପଣଙ୍କର ସେଠି ଲକ୍ଷ୍ମୀ ଯୋଗ ହେଇଥାଏ। ତ ବନ୍ଧୁ, ତାପରେ ଆପଣଙ୍କର ଆଉ ଗୋଟେ ଭୁଲ ରହୁଛି, ଯଦି ଆପଣ ଝାଡୁ କରୁଛନ୍ତି ଘରେ, ପୁରୁଷ ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ, ଯଦି ଘରେ ଝାଡୁ କରୁଛନ୍ତି, କେବେ ବି ସେ ଝାଡୁକୁ ଆପଣ ଡେଇଁବେନି। ଝାଡୁକୁ ଆପଣ ଗୋଡରେ ଝାଡିବେନି, କିମ୍ବା ଝାଡୁରେ ଆପଣ ଅନ୍ଧୁ ଝାଡନ୍ତୁ ନାହିଁ। ଝାଡୁକୁ ସବୁବେଳେ ଲୁଚେଇକି ରଖନ୍ତୁ। ଝାଡୁ ବି ଆପଣଙ୍କ ଜୀବନରେ ଅଭାବ ଅନଟନର ମୁଖ୍ୟ କାରଣ ହେଇଥାଏ। ଯଦି ଆପଣ ଝାଡୁକୁ ଦାୟିତ୍ୱରେ ରଖୁନାହାନ୍ତି, ତାହେଲେ ଅସୁବିଧା ହେଇଥାଏ। ଝାଡୁ ଆପଣ କରିସାରିଲେ ତାକୁ ବସ ସାଇଜରେ ନେଇକି ରଖିବେ। ଯଦି ଇଆଡେ ସିଆଡେ ଫୋପାଡୁଛନ୍ତି, କିମ୍ବା ତା ଉପରେ ଚଢି ଯାଉଛନ୍ତି, କିମ୍ବା ତାକୁ ଛିଡେଇ ଛୁଡା ପକଉଛନ୍ତି, ତାହେଲେ ବି ଆପଣଙ୍କ ଜୀବନରେ ଅସୁବିଧା ଆସିପାରେ। ତାପରେ ହେଲା ରୋଷେଇ ଘର। ଯଦି ବିଶେଷ କରି ସମସ୍ତେ କୁହନ୍ତି ଯେ ରୋଷେଇ ଘରେ ମାନ୍ୟତା ଅଛି, ମାତା ଲକ୍ଷ୍ମୀଙ୍କର ବାସ କରନ୍ତି। ତ ତେଣୁକରି ରୋଷେଇ ଘରକୁ ମହିଳା ମାନଙ୍କୁ ଅନୁରୋଧ କରିବି, ସବୁବେଳେ ରୋଷେଇ ଘର ପରିଷ୍କାର ପରିଚ୍ଛନ୍ନ କରି ରଖନ୍ତୁ। କାହିଁକି ନା ରୋଷେଇ ଘରେ ମହିଳା ମାନଙ୍କର ବେଶୀ କାମ ରହିଥାଏ, ସ୍ତ୍ରୀ ଲୋକମାନେ ବେଶୀ କାମ କରିଥାନ୍ତି। ସେ ଜାଗାକୁ ଯଦି ଆପଣ ସେମିତି ଅପରିଷ୍କାର କରି ଛାଡି ଦଉଛନ୍ତି, ତାହେଲେ ଘରେ ଆପଣଙ୍କର ଯଦି ରୋଷେଇ ଘର ଅପରିଷ୍କାର ରହିଲା ନା, ତାହେଲେ ଘରେ ଆପଣଙ୍କର ସବୁବେଳେ ଦୁଃଖ, ଦରିଦ୍ର, ଋଣ, ରୋଗ ଏଇଭଳିଆ ପରିସ୍ଥିତି ସବୁବେଳେ ଲାଗି ରହିବ। ତେଣୁକରି ଆପଣ ସବୁବେଳେ ରୋଷେଇ ଘରକୁ ସଫାସୁତୁରା କରି ରଖନ୍ତୁ। ଆଉ ଯୋଉ ଆପଣଙ୍କର ବାସନ କୁସନ ରହିଲା ନା, ଯୋଉଦିନ ଖାଉଛନ୍ତି ସେଇଦିନ ଆପଣ ସଫା କରିଦିଅନ୍ତୁ। ରାତିରେ ପକେଇକି ସକାଳକୁ ଧୁଅନ୍ତୁ ନାହିଁ। ରୋଷେଇ ଘର ପୁରା ନିଟ୍ ଆଣ୍ଡ କ୍ଲିନ ରଖନ୍ତୁ, ଯାହାଫଳରେ କି ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସବୁବେଳେ ପ୍ରସନ୍ନ ରହିବେ। ତାପରେ ଆସିଲା, ଯଦି ଆପଣ ଖଟରେ ବସିକିରି ଗୋଡ ହଲଉଛନ୍ତି ବାରମ୍ବାର, କିମ୍ବା ଖଟରେ ବସି ଖାଉଛନ୍ତି, ତାହେଲେ ସେ ବହୁତ ଅସୁବିଧା ସୃଷ୍ଟି କରେ, ବହୁତ କ୍ଷତିକାରକ ଆପଣଙ୍କ ଜୀବନ ପାଇଁ। ଧନ ଆସିବାର ବନ୍ଧକ ସେ ବାନ୍ଧି ହେଇଯାଇଥାଏ। ତ ସେଥିରେ ଆପଣ କେବେ ବି ଖଟ ଉପରେ ବସିକିରି ଗୋଡ ହଲେଇବେନି, କିମ୍ବା ଖଟ ଉପରେ ବସିକିରି କିଛି ଖାଇବେନି। ଯଦି ଆପଣ ସ୍ନାନ ସାରିକିରି ଆସୁଛନ୍ତି, ବହୁତ ଜାଗାରେ ଆପଣ ଦେଖିଥିବେ ଲୋକମାନେ କବାଟ ଝରକାରେ ଗାମୁଛାକୁ ସ୍ନାନ କରିକି ଆସିବେ, ଗାମୁଛାକୁ ଶୁଖେଇ ଦଉଥିବେ। କେବେ ବି ଭୁଲରେ ଆପଣ ମନେ ରଖିଥାନ୍ତୁ, ଖଟରେ ବସିକିରି କେବେ ଖାଇବେନି, କିମ୍ବା ଆପଣ ଝରକା କବାଟରେ ଆପଣଙ୍କର ପିନ୍ଧା ଲୁଗା ଶୁଖେଇବେ ନାହିଁ। ସେମିତି କରିବେ ଆପଣଙ୍କର ଲକ୍ଷ୍ମୀ ଛଡା ହେଇଯିବେ। ଲକ୍ଷ୍ମୀ ଆପଣଙ୍କୁ ଛାଡିକିରି ପଳେଇବେ। କାହିଁକି ନା
जो जिनस जो तैयारी होती से जिनस से आपण उपयोग करंतु। तापर आपनकर आसला जदि आपण बाहर घर बाहर घर को आसुचंती चप्पल पिंधिकी भी आसुचंती चप्पल को साइज रखु इे सियाड़े फोपाड़ू ना ता सहित आप घर को आसला आपण गोड़ हाथ धोई पड़तु कहीं जदि आप बाहर आसुचंती आपन को अपरिष्कार किसी भल मंद लगी गोड़े आप घर चारिआडे जी सेमती हेले भी आपण जीवन में दुख दरिद्र लगी सब बाहर आसला मात्र के पाद धोईकरी घर को जातु सहित आप मंदिर में भी सेमती जदि आप मंदिर जाइए आप घर स्नान करी मंदिर गलापर ना आप देखिए मंदिर पाखे जो टैप थी से धोई पानी छिंचे जी कहीं आप भावुए तो घर गाधे आसले आउ कि दरकार नहीं आपड़ जो मंदिर को जी बाहर जो जो भी जातु ना कहीं स्नान कर गले भी आप धोईक जातु कहीं जी समय आप बाटर आसना कि किसी कौटे टच करते ना ताहले माने बहुत खराब आपन को रिजल्ट आसो तेणुक आप मंदिर गला को भी आप गोड़ हाथ धोईक भी जातु सहित आपणकर आसला जदि आप माता लक्ष्मी की पूजा कर खाली माता लक्ष्मी को फोटो रखी पूजा कर माता लक्ष्मी आपण घर स्थायी वास करेंगे ना सब लक्ष्मी नारायण को फोटो को रखिक पूजा करूँ कहीं जो स्वामी इज्जत ना से स्त्री रे ना तो तेणुक माता लक्ष्मी आउ भगवान विष्णु को एकाठी फोटो रखिक आप पूजा अर्चना करूँ देखिए निश्चित भाव में आपण जीवन में धनर अभाव रहा सहित मुझे को शेष में दुईटी कथा कहना चाहूँगी आप प्रत्येक दिन जो सका उठुंट ना कौन करेंगे ना बेड्रे बस समय आप हाथ को एमती करेंगे हाथ को जोड़िकी हाथ जोड़िकी ए मंत्र उच्चारण करेंगे कर ग्रे बसते लक्ष्मी कर मध्य सरस्वती कर मूले तु गोविंद प्रभाते कर दर्शन ए मंत्र को आपण प्रत्येक दिन जाप करी देखिए आपण जीवन में निश्चित परिवर्तन आसो जो आप दरिद्र अभाव अनटन रोथे निश्चित से आप मुक्ति पाइबे। आ द्वितीय कथा है जदि आपन को वीडियोटी भल लगिला ताहले आप लाइक शेयर सब्सक्राइब करंतु देखा बंधु किसी एमती नुआ उपाय सहित रही बंधु जय जगन्नाथ।